ସମସ୍ତଙ୍କୁ ଜଗନ୍ନାଥ ଷ୍ଟଡି ଚ୍ୟାନେଲରେ ସ୍ୱାଗତ। ଆଶା କରୁଛି ସମସ୍ତେ ବହୁତ ଭଲରେ ଥିବ। ପିଲାମାନେ ଆସୁଥିବା ଓଡ଼ିଶା ଆଦର୍ଶ ପ୍ରବେଶିକା ପରୀକ୍ଷା 2025 ପାଇଁ ବିଜ୍ଞାନର କିଛି ବଛା ବଛା ପ୍ରଶ୍ନ ଆମେ ଆଲୋଚନା କରିବା ଏବଂ ସହଜରେ ବୁଝିବା। ତ ପିଲାମାନେ ତା ପୂର୍ବରୁ ତମମାନେ ଯଦି ଏହି ଚ୍ୟାନେଲରେ ନୂଆ ଅଛ ତାହେଲେ ଚ୍ୟାନେଲଟିକୁ ପ୍ରଥମେ ସବସ୍କ୍ରାଇବ କରିଦିଅ, ଯାହା ଫଳରେ ତମମାନେ ଘରେ ବସି ମୋବାଇଲ ସାହାଯ୍ୟରେ ଏହିଭଳି ପ୍ରଶ୍ନ ପାଇପାରିବ। ପ୍ରଥମ ପ୍ରଶ୍ନ ପିଲାମାନେ, ଜ୍ୱର ମାପକ ଥର୍ମୋମିଟରରେ କେଉଁ ତରଳ ପଦାର୍ଥ ଥାଏ? ଅପସନ ଅଛି ଜଳ, ଲୁଣି ପାଣି, ପାରଦ, ଆଲକୋହଲ। ତ ଏହାର ସଠିକ ଉତ୍ତର ହେବ ପାରଦ। ଜ୍ୱର ମାପକ ଥର୍ମୋମିଟରରେ ପାରଦ ତରଳ ପଦାର୍ଥ ଥାଏ। ନେକ୍ସଟ କ୍ୱେଶ୍ଚନ, ହଠାତ୍ ଆଙ୍ଗୁଠି କଟିଯାଇ ରକ୍ତ ବୋହିବା ବନ୍ଦ ନହେଲେ କଣ କରିବା? ଅପସନ ଅଛି ଆଙ୍ଗୁଠିକୁ ହାତରେ ଚାପି ଧରିବ, ଥଣ୍ଡା ପାଣିରେ କ୍ଷତ ସ୍ଥାନକୁ ଧୋଇଦେବ, ଆଣ୍ଟିସେପ୍ଟିକ ମଲମ ଲଗାଇ ବ୍ୟାଣ୍ଡେଜ ବାନ୍ଧିଦେବ, ବରଫ ଲଗାଇବ। ତ ପିଲାମାନେ ଏହାର ସଠିକ ଉତ୍ତର ହେବ ଆଣ୍ଟିସେପ୍ଟିକ ମଲମ ଲଗାଇ ବ୍ୟାଣ୍ଡେଜ ବାନ୍ଧିଦେବ। ନେକ୍ସଟ କ୍ୱେଶ୍ଚନ, ନାକରୁ ରକ୍ତ ପଡ଼ିଲେ କଣ କରିବା? ଅପସନ ଅଛି ମୁହଁ ଉପରକୁ କରି ରଖିବା, ନାକ ଚିପି ଧରିବା, ମୁହଁ ତଳକୁ ବନ୍ଦ କରି ରଖିବା, ପାଟି ଦ୍ୱାରା ଶ୍ୱାସକ୍ରିୟା କରିବା। ତ ପିଲାମାନେ ଏହାର ସଠିକ ଉତ୍ତର ହେବ ପାଟି ଦ୍ୱାରା ଶ୍ୱାସକ୍ରିୟା କରିବା। ନେକ୍ସଟ କ୍ୱେଶ୍ଚନ, କେଉଁ ଜୀବ କାମୁଡ଼ିଲେ କ୍ଷତ ସ୍ଥାନକୁ ଚୂନ ପାଣିରେ ଧୋଇ ଦିଆଯାଏ? ଅପସନ ଅଛି ବିରାଡ଼ି, ମାଙ୍କଡ଼, ବିରୁଡ଼ି, କୁକୁର। ତ ପିଲାମାନେ ଏହାର ସଠିକ ଉତ୍ତର ହେବ ବିରୁଡ଼ି। ନେକ୍ସଟ କ୍ୱେଶ୍ଚନ, ନିମ୍ନୋକ୍ତ କେଉଁଟି ପ୍ରାଥମିକ ଚିକିତ୍ସା ବାକ୍ସରେ ନଥାଏ? ଅପସନ ଅଛି କଇଁଚି, ତୁଳା, ମହମବତୀ, ବ୍ୟାଣ୍ଡେଜ କନା। ତ ପିଲାମାନେ ଏହାର ସଠିକ ଉତ୍ତର ହେବ ମହମବତୀ। ନେକ୍ସଟ କ୍ୱେଶ୍ଚନ, ORS ପ୍ୟାକେଟ କେଉଁ ରୋଗ ପାଇଁ ଆବଶ୍ୟକ? ଅପସନ ଅଛି ଖଣ୍ଡିଆ ଖାବରା, ବିଛା କାମୁଡ଼ିବା, ତରଳ ଝାଡ଼ା, ଜ୍ୱର। ତ ଏହାର ସଠିକ ଉତ୍ତର ହେବ ତରଳ ଝାଡ଼ା। ନେକ୍ସଟ କ୍ୱେଶ୍ଚନ, ଜ୍ୱର ମାପିବା ପାଇଁ ଥର୍ମୋମିଟରକୁ ଜିଭ ତଳେ ବା କାଖ ସନ୍ଧିରେ ଅନ୍ୟୁନ କେତେ ସମୟ ରଖିବା ଆବଶ୍ୟକ? ଅପସନ ଅଛି 4 ମିନିଟ, 2 ମିନିଟ, 10 ମିନିଟ, 8 ମିନିଟ। ତ ଏହାର ସଠିକ ଉତ୍ତର ହେବ 2 ମିନିଟ। ନେକ୍ସଟ କ୍ୱେଶ୍ଚନ, ବିଷାକ୍ତ ଖାଦ୍ୟ ଖାଇ ଅସୁସ୍ଥ ହେଲେ ବାନ୍ତି କରାଇବା ପାଇଁ ନିମ୍ନୋକ୍ତ କେଉଁଟି ବ୍ୟବହାର କରାଯାଏ? ଅପସନ ଅଛି ତୁତିଆ, ଚୂନ, ପଟାସ ପାଣି, ଲୁଣ ପାଣି। ତ ଏହାର ସଠିକ ଉତ୍ତର ହେବ ପଟାସ ପାଣି। ବିଷାକ୍ତ ଖାଦ୍ୟ ଖାଇ ଅସୁସ୍ଥ ହେଲେ ବାନ୍ତି କରାଇବା ପାଇଁ ପଟାସ ପାଣି ବ୍ୟବହାର କରାଯାଏ। ନେକ୍ସଟ କ୍ୱେଶ୍ଚନ, ଥର୍ମୋମିଟର ବ୍ୟବହାର କରିବା ପୂର୍ବରୁ କଣ କରାଯାଏ? ଅପସନ ଅଛି ଗରମ ପାଣିରେ ଥର୍ମୋମିଟରକୁ ଧୁଆଯାଏ, ସାବୁନ ପାଣିରେ ଧୁଆଯାଏ, ଉପର ମୁଣ୍ଡକୁ ଧରି ଆସ୍ତେ ଆସ୍ତେ ଝାଡ଼ି ଦିଆଯାଏ, ତଳ ମୁଣ୍ଡକୁ ଉଷୁମ ଡେଟେଲ ପାଣିରେ ଧୋଇ ଦିଆଯାଏ। ତ ପିଲାମାନେ ଏହାର ସଠିକ ଉତ୍ତର ହେବ ଅପସନ ସି, ଉପର ମୁଣ୍ଡକୁ ଧରି ଆସ୍ତେ ଆସ୍ତେ ଝାଡ଼ି ଦିଆଯାଏ। ନେକ୍ସଟ କ୍ୱେଶ୍ଚନ, ନିଆଁ ପଡ଼ି ଫୋଟକା ହୋଇଗଲେ କଣ କରିବା? ଅପସନ ଅଛି କପଡ଼ା ଗୁଡ଼ାଇବା, ବାନ୍ଧି ଦେବା, ପାଣିରେ ବୁଡ଼ାଇ ରଖିବା, ଚିପି ଧରିବା। ତ ପିଲାମାନେ ଏହାର ସଠିକ ଉତ୍ତର ହେବ ପାଣିରେ ବୁଡ଼ାଇ ରଖିବା। ନେକ୍ସଟ କ୍ୱେଶ୍ଚନ, ପାଣିରେ ବୁଡ଼ି ପାଣି ପିଇ ଯାଇଥିଲେ ଏଗୁଡ଼ିକ ମଧ୍ୟରୁ କଣ କରିବା ଆବଶ୍ୟକ? ଅପସନ ଅଛି ମୁହଁ ମାଡ଼ି ଶୁଆଇ ଦେବା, ମୁହଁ ଉପରକୁ କରି ଶୁଆଇ ଦେବା, ମୁଣ୍ଡ ତଳକୁ କରି ରଖିବା, ବାମ କଡ଼ ମଡ଼ାଇ ଶୁଆଇ ଦେବା। ତ ପିଲାମାନେ ଏହାର ସଠିକ ଉତ୍ତର ହେବ ମୁହଁ ଉପରକୁ କରି ଶୁଆଇ ଦେବା। ନେକ୍ସଟ କ୍ୱେଶ୍ଚନ, ଥର୍ମୋମିଟରରେ ପ୍ରତି ଡିଗ୍ରୀକୁ କେତେ ଭାଗରେ ବିଭକ୍ତ କରାଯାଇଥାଏ? ଅପସନ ଅଛି 15 ଭାଗ, 5 ଭାଗ, 20 ଭାଗ, 10 ଭାଗ। ତ ଏହାର ସଠିକ ଉତ୍ତର ହେବ 10 ଭାଗ। ଥର୍ମୋମିଟରରେ ପ୍ରତି ଡିଗ୍ରୀକୁ 10 ଭାଗରେ ବିଭକ୍ତ କରାଯାଇଥାଏ। ନେକ୍ସଟ କ୍ୱେଶ୍ଚନ, ଫାରେନହାଇଟ୍ ଜ୍ୱର ତାପମାନ ଯନ୍ତ୍ରଟି ଆଂଶାଙ୍କିତ କଲାବେଳେ ନାଲି ଗାର କେଉଁଠି ଦିଆଯାଇଥାଏ? ଅପସନ ଅଛି 99 ଡିଗ୍ରୀ ଫାରେନହାଇଟ୍, 98.4 ଡିଗ୍ରୀ ଫାରେନହାଇଟ୍, 98.5 ଡିଗ୍ରୀ ଫାରେନହାଇଟ୍, 97 ଡିଗ୍ରୀ ଫାରେନହାଇଟ୍। ତ ପିଲାମାନେ ଏହାର ସଠିକ ଉତ୍ତର ହେବ 98.4 ଡିଗ୍ରୀ ଫାରେନହାଇଟ୍। ନେକ୍ସଟ କ୍ୱେଶ୍ଚନ, ଶରୀରର ତାପମାତ୍ରା ଜ୍ୱର ବେଳେ ଅତ୍ୟଧିକ ହୋଇଗଲେ କଣ କରିବ? ଅପସନ ଅଛି ମୁଣ୍ଡକୁ ଉଷୁମ ପାଣିରେ ଧୋଇଦେବ, ମୁଣ୍ଡକୁ ଥଣ୍ଡା ପାଣିରେ ଧୋଇଦେବ,
ରୋଗୀକୁ ପାଣି ପିଆଇବାକୁ ଦେବ, ଥର୍ମୋମିଟରରେ ଶରୀରର ତାପମାତ୍ରା ମାପିଦେବ। ପିଲାମାନେ ଏହାର ସଠିକ ଉତ୍ତର ହେବ ମୁଣ୍ଡକୁ ଥଣ୍ଡା ପାଣିରେ ଧୋଇଦେବ। ଶରୀରର ତାପମାତ୍ରା ଜ୍ୱର ବେଳେ ଅତ୍ୟଧିକ ହୋଇଗଲେ ମୁଣ୍ଡକୁ ଥଣ୍ଡା ପାଣିରେ ଧୋଇଦେବ। ନେକ୍ସଟ କ୍ୱେଶ୍ଚନ, ବିଛା ବା ବିରୁଡ଼ି କାମୁଡ଼ିଲେ କ୍ଷତସ୍ଥାନକୁ କେଉଁଥିରେ ଧୋଇଦେବା ଉଚିତ? ଅପସନ ଅଛି ତୁତିଆ, ଚୂନ ପାଣି, ସାବୁନ ପାଣି, ଲୁଣ ପାଣି। ତ ପିଲାମାନେ ଏହାର ସଠିକ ଉତ୍ତର ହେବ ଚୂନ ପାଣି। ବିଛା ବା ବିରୁଡ଼ି କାମୁଡ଼ିଲେ କ୍ଷତସ୍ଥାନକୁ ଚୂନ ପାଣିରେ ଧୋଇଦେବା ଉଚିତ। ନେକ୍ସଟ କ୍ୱେଶ୍ଚନ, ତାପ ପାଇଲେ କାଚ ନଳି ମଧ୍ୟରେ ପାରଦର କି ପରିବର୍ତ୍ତନ ହୁଏ? ତାପ ପାଇଲେ କାଚ ନଳି ମଧ୍ୟରେ ପାରଦର କି ପରିବର୍ତ୍ତନ ହୁଏ? ଅପସନ ଅଛି ଅପସାରିତ, ସଂକୁଚିତ, ପ୍ରସାରିତ, କେଉଁଟି ନୁହେଁ? ତ ପିଲାମାନେ ଏହାର ସଠିକ ଉତ୍ତର ହେବ ପ୍ରସାରିତ। ନେକ୍ସଟ କ୍ୱେଶ୍ଚନ, ଆଜିକାଲି ଶରୀରର ତାପମାତ୍ରା ମାପିବା ପାଇଁ କେଉଁ ଯନ୍ତ୍ର ବ୍ୟବହାର ହେଉଛି? ଅପସନ ଅଛି ଡିଜିଟାଲ ଥର୍ମୋମିଟର, ବିଜ୍ଞାନାଗାର ଥର୍ମୋମିଟର, ଲାକ୍ଟୋମିଟର, ବାରୋମିଟର। ତ ପିଲାମାନେ ଏହାର ସଠିକ ଉତ୍ତର ହେବ ଡିଜିଟାଲ ଥର୍ମୋମିଟର। ନେକ୍ସଟ କ୍ୱେଶ୍ଚନ, କେଉଁ ଜୀବ କାମୁଡ଼ିଲେ ଜଳାନ୍ତକ ରୋଗ ହେବାର ସମ୍ଭାବନା ଥାଏ? ଅପସନ ଅଛି ମୂଷା, ବିଲେଇ, କୁକୁର, ନେଉଳ। ତ ପିଲାମାନେ ଏହାର ସଠିକ ଉତ୍ତର ହେବ କୁକୁର। କୁକୁର କାମୁଡ଼ିଲେ ଜଳାନ୍ତକ ରୋଗ ହେବାର ସମ୍ଭାବନା ଥାଏ। ନେକ୍ସଟ କ୍ୱେଶ୍ଚନ, ଫାରେନହାଇଟ୍ ଜ୍ୱର ତାପମାନ ଯନ୍ତ୍ରରେ ପରାସ କେତେ? ଅପସନ ଅଛି 90 ଡିଗ୍ରୀରୁ 110 ଡିଗ୍ରୀ, 94 ଡିଗ୍ରୀରୁ 110 ଡିଗ୍ରୀ, 98 ଡିଗ୍ରୀରୁ 110 ଡିଗ୍ରୀ, 95 ଡିଗ୍ରୀରୁ 110 ଡିଗ୍ରୀ। ତ ପିଲାମାନେ ଏହାର ସଠିକ ଉତ୍ତର ହେବ 95 ଡିଗ୍ରୀରୁ 110 ଡିଗ୍ରୀ। ଫାରେନହାଇଟ୍ ଜ୍ୱର ତାପମାନ ଯନ୍ତ୍ରରେ ପରାସ ହେଉଛି 95 ଡିଗ୍ରୀରୁ 110 ଡିଗ୍ରୀ। ନେକ୍ସଟ କ୍ୱେଶ୍ଚନ, ସୁସ୍ଥ ବ୍ୟକ୍ତିର ଶରୀରର ସାଧାରଣ ତାପମାତ୍ରା କେତେ? ଅପସନ ଅଛି 37 ଡିଗ୍ରୀ, 98.4 ଡିଗ୍ରୀ, 99.4 ଡିଗ୍ରୀ, 98.5 ଡିଗ୍ରୀ। ତ ପିଲାମାନେ ଏହାର ସଠିକ ଉତ୍ତର ହେବ 98.4 ଡିଗ୍ରୀ। ସୁସ୍ଥ ବ୍ୟକ୍ତିର ଶରୀରର ସାଧାରଣ ତାପମାତ୍ରା ହେଉଛି 98.4 ଡିଗ୍ରୀ। ନେକ୍ସଟ କ୍ୱେଶ୍ଚନ, ଉଦ୍ଭିଦ ଖାଦ୍ୟ ପ୍ରସ୍ତୁତି ପାଇଁ ବାୟୁମଣ୍ଡଳରୁ କେଉଁ ଗ୍ୟାସ୍ ଗ୍ରହଣ କରନ୍ତି? ଅପସନ ଅଛି ଯବକ୍ଷାରଜାନ, ଅଙ୍ଗାରକାମ୍ଳ, ଅମ୍ଳଜାନ, ହାଇଡ୍ରୋଜେନ। ତ ଏହାର ସଠିକ ଉତ୍ତର ହେବ ଅଙ୍ଗାରକାମ୍ଳ। ଉଦ୍ଭିଦ ଖାଦ୍ୟ ପ୍ରସ୍ତୁତି ପାଇଁ ବାୟୁମଣ୍ଡଳରୁ ଅଙ୍ଗାରକାମ୍ଳ ଗ୍ୟାସ୍ ଗ୍ରହଣ କରନ୍ତି। ନେକ୍ସଟ କ୍ୱେଶ୍ଚନ, ଉଦ୍ଭିଦ ଖାଦ୍ୟ ପ୍ରସ୍ତୁତି ସମୟରେ କେଉଁ ଗ୍ୟାସ୍ ବାୟୁମଣ୍ଡଳକୁ ତ୍ୟାଗ କରେ? ଅପସନ ଅଛି ଅମ୍ଳଜାନ, ଅଙ୍ଗାରକାମ୍ଳ, ସଲଫର ଡାଇଅକ୍ସାଇଡ୍, ଓଜୋନ। ତ ଏହାର ସଠିକ ଉତ୍ତର ହେବ ଅମ୍ଳଜାନ। ଉଦ୍ଭିଦ ଖାଦ୍ୟ ପ୍ରସ୍ତୁତି ସମୟରେ ଅମ୍ଳଜାନ ଗ୍ୟାସ୍ ବାୟୁମଣ୍ଡଳକୁ ତ୍ୟାଗ କରେ। ନେକ୍ସଟ କ୍ୱେଶ୍ଚନ, କେଉଁ ଯୋଜନା ଦ୍ୱାରା ବ୍ରାହ୍ମଣୀ ନଦୀର ପ୍ରଦୂଷଣ କମାଇବା ପାଇଁ ପଦକ୍ଷେପ ନିଆଯାଇଛି? ଅପସନ ଅଛି ଜାତୀୟ ନଦୀ ସଂରକ୍ଷଣ ଯୋଜନା, ଆକ୍ସନ ପ୍ଲାନ, ଇକୋ କ୍ଲବ ଯୋଜନା, ପରିମଳ ଯୋଜନା। ତ ଏହାର ସଠିକ ଉତ୍ତର ହେବ ଜାତୀୟ ନଦୀ ସଂରକ୍ଷଣ ଯୋଜନା। ନେକ୍ସଟ କ୍ୱେଶ୍ଚନ, ବିଶ୍ୱ ତାପନର ମୂଳ କାରଣ କ'ଣ? ଅପସନ ଅଛି ବୃଷ୍ଟିର ଅଭାବ, ଜଙ୍ଗଲ କ୍ଷୟ, ଜନସଂଖ୍ୟା ବିସ୍ଫୋରଣ, ଓଜୋନ କ୍ଷୟ। ତ ଏହାର ସଠିକ ଉତ୍ତର ହେବ ଜଙ୍ଗଲ କ୍ଷୟ। ନେକ୍ସଟ କ୍ୱେଶ୍ଚନ, ଓଡ଼ିଶାର କେଉଁ ଜିଲ୍ଲାରେ ଇସ୍ପାତ, ଆଇରନ୍ ଓ ସିମେଣ୍ଟ କାରଖାନା ଅଛି? ଅପସନ ଅଛି ସୁନ୍ଦରଗଡ଼, ସମ୍ବଲପୁର, ଅନୁଗୁଳ, କଟକ। ତ ଏହାର ସଠିକ ଉତ୍ତର ହେବ ସୁନ୍ଦରଗଡ଼। ଓଡ଼ିଶାର ସୁନ୍ଦରଗଡ଼ ଜିଲ୍ଲାରେ ଇସ୍ପାତ, ଆଇରନ୍ ଓ ସିମେଣ୍ଟ କାରଖାନା ଅଛି। ନେକ୍ସଟ କ୍ୱେଶ୍ଚନ, ଆମ ରାଜ୍ୟରେ କେଉଁ ନଦୀର ଜଳ କଳକାରଖାନା ଦ୍ୱାରା ଅଧିକ ପ୍ରଦୂଷିତ ହେଉଛି? ଅପସନ ଅଛି ବ୍ରାହ୍ମଣୀ, ବୈତରଣୀ, ମହାନଦୀ, ବୁଢ଼ାବଳଙ୍ଗ। ତ ଏହାର ସଠିକ ଉତ୍ତର ହେବ ବ୍ରାହ୍ମଣୀ। ଆମ ରାଜ୍ୟରେ ବ୍ରାହ୍ମଣୀ ନଦୀର ଜଳ କଳକାରଖାନା ଦ୍ୱାରା ଅଧିକ ପ୍ରଦୂଷିତ ହେଉଛି। ନେକ୍ସଟ କ୍ୱେଶ୍ଚନ, ଯାଜପୁର ଜିଲ୍ଲାରେ କେଉଁ ସବୁ କାରଖାନା ମାନ ଅଛି? ଅପସନ ଅଛି କାଗଜ ଓ ସିମେଣ୍ଟ, ଇସ୍ପାତ କ୍ରୋମାଇଟ୍, ଆଇରନ୍ ତାପଜ ବିଦ୍ୟୁତ କେନ୍ଦ୍ର, ଆଲୁମିନିୟମ, ସିମେଣ୍ଟ। ତ ପିଲାମାନେ ଏହାର ସଠିକ ଉତ୍ତର ହେବ ଇସ୍ପାତ କ୍ରୋମାଇଟ୍। ନେକ୍ସଟ କ୍ୱେଶ୍ଚନ, ଜଙ୍ଗଲ ସଂରକ୍ଷଣ ପାଇଁ ଆମ ରାଜ୍ୟର ବିଦ୍ୟାଳୟରେ କ'ଣ ଗଠନ କରାଯାଇଛି? ଅପସନ ଅଛି ମୀନା ମଞ୍ଚ, କ୍ୟାବିନେଟ, ଇକୋ ବ୍ଲକ,
परिचालना कमिटी। यार सठिक उत्तर हेबो इको ब्लॉक। नेक्स्ट क्वेश्चन, जंगल कटा हेले वायुमंडल रे केउ गैस रो परिमाण वृद्धि पाइबो? ऑप्शन अछि अम्लजान, अंगारकाम्ल, जबक्षारजान, दुर्लभ गैस। तो यार सठिक उत्तर हेबो अंगारकाम्ल। जंगल कटा हेले वायुमंडल रे अंगारकाम्ल गैस रो परिमाण वृद्धि पाइबो। नेक्स्ट क्वेश्चन, प्रतिवर्ष केउ समय रे वन महोत्सव पालन करा जाउछि? ऑप्शन अछि अगस्त मास शेष सप्ताह, एप्रिल मास द्वितीय सप्ताह, जुलाई मास प्रथम सप्ताह, जुलाई मास द्वितीय सप्ताह। यार सठिक उत्तर हेबो जुलाई मास प्रथम सप्ताह। प्रति वर्ष जुलाई मास प्रथम सप्ताह रे वन महोत्सव पालन करा जाउछि। नेक्स्ट क्वेश्चन, जंगल ध्वंस पाइले वायुमंडल रे की परिवर्तन हेबो नाही? ऑप्शन अछि फसल उत्पादन प्रभावित हेबो, बन्या ओ मरुड़ी देखाजिबो, ना समुद्रर जलपतन ह्रास पाइबो, ना वृष्टिपात ठीक रूपे हेबो नाही, ना वायुमंडलर तापमात्रा बढ़िजिबो ओ जलवायुर परिवर्तन हेबो। तो पिला माने यार सठिक उत्तर हेबो समुद्रर जलपतन ह्रास पाइबो। नेक्स्ट क्वेश्चन, निम्नस्थ जीव मध्यरु केउटी एक अपघटक? ऑप्शन अछि हरिण, बाघ, मनुष्य, अणुजीव। यार सठिक उत्तर हेबो अणुजीव। नेक्स्ट क्वेश्चन, निम्नोक्त मध्यरु किए वर्षा कराइबारे साहाय्य करे? ऑप्शन अछि जीवजंतु, जंगल, कलकारखाना, मंदिर। यार सठिक उत्तर हेबो जंगल। जंगल वर्षा कराइबारे साहाय्य करे। नेक्स्ट क्वेश्चन, हरिण संख्या कमिगले काहा संख्या बढ़िजिबो? ऑप्शन अछि बाघ, हाथी, गछ, भालू। यार सठिक उत्तर हेबो गछ। हरिण संख्या कमिगले गछ संख्या बढ़िजिबो। नेक्स्ट क्वेश्चन, केंद्रीय गंगा कर्तृपक्ष गठन भारत सरकार केबे करिछंती? तो पिला माने यार ऑप्शन अछि 1948 मसिया, 1952 मसिया, 1985 मसिया, 1990 मसिया। यार सठिक उत्तर हेबो 1985 मसिया। केंद्रीय गंगा कर्तृपक्ष गठन भारत सरकार 1985 मसिया रे करिछंती। नेक्स्ट क्वेश्चन, कौनसी शिल्प स्थापन पूर्वरु केउ विभागर अनुमति आवश्यक? ऑप्शन अछि अर्थ विभाग, जल संपद विभाग, गण शिक्षा विभाग, परिवेश विभाग। यार सठिक उत्तर हेबो परिवेश विभाग। नेक्स्ट क्वेश्चन, अंगारकाम्ल परिमाण बढ़िगले वायुमंडलर कौन वृद्धि पाए? अंगारकाम्ल परिमाण बढ़िगले वायुमंडलर कौन वृद्धि पाए? ऑप्शन अछि वायु स्तर, वायुचाप, तापमात्रा, ओजन स्तर। तो पिला माने यार सठिक उत्तर हेबो तापमात्रा। अंगारकाम्ल परिमाण बढ़िगले वायुमंडलर तापमात्रा वृद्धि पाए। नेक्स्ट क्वेश्चन, गंगा नदीर जलकु परिष्कार करिबा पई केउ योजना करा जाइछि? ऑप्शन अछि परिमल योजना, गंगा परिमल योजना, केंद्रीय गंगा कर्तृपक्ष योजना, इको क्लब योजना। तो पिला माने यार सठिक उत्तर हेबो केंद्रीय गंगा कर्तृपक्ष योजना। गंगा नदीर जलकु परिष्कार करिबा पई केंद्रीय गंगा कर्तृपक्ष योजना करा जाइछि। नेक्स्ट क्वेश्चन, केउ खाद्य श्रृंखलटी ठीक? ऑप्शन अछि घास, बाघ, छेड़ी, घास झिंटिका, साप, बेंग, छेड़ी, घास, बाघ, ना घास, छेड़ी, बाघ। तो पिला माने यह मध्यरु केउटा ठीक ना घास, छेड़ी, बाघ। नेक्स्ट क्वेश्चन, केउटी मृत्तिका क्षयर कारण नुहे? ऑप्शन अछि जल स्रोत, वर्षा, सूर्य किरण, जंगल क्षय। यार सठिक उत्तर हेबो सूर्य किरण। नेक्स्ट क्वेश्चन, जंगल क्षय द्वारा वायुमंडलर केउ गैस द्वयर अनुपात ठीक रुहे नाही? ऑप्शन अछि जबक्षारजान ओ उद्जान, अम्लजान ओ जबक्षारजान, अम्लजान ओ उद्जान, अम्लजान ओ अंगारकाम्ल। तो पिला माने यार सठिक उत्तर हेबो अम्लजान ओ अंगारकाम्ल। जंगल क्षय द्वारा वायुमंडलर अम्लजान ओ अंगारकाम्ल गैस द्वयर अनुपात ठीक रुहे नाही। नेक्स्ट क्वेश्चन, आम देशर समुदाय भूभागर शतकड़ा केते भाग जंगल थिला? आम देशर समुदाय भूभागर
ଶତକଡ଼ା କେତେ ଭାଗ ଜଙ୍ଗଲ ଥିଲା? ଅପସନ୍ ଅଛି 28 ଭାଗ, 24 ଭାଗ, 20 ଭାଗ, 22 ଭାଗ। ତ ପିଲାମାନେ ଏହାର ସଠିକ ଉତ୍ତର ହେବ 22 ଭାଗ। ଆମ ଦେଶର ସମୁଦାୟ ଭୂଭାଗର ଶତକଡ଼ା 22 ଭାଗ ଜଙ୍ଗଲ ଥିଲା। ନେକ୍ସଟ କ୍ୱେଶ୍ଚନ୍, ବର୍ତ୍ତମାନ ଆମ ଦେଶର ସମୁଦାୟ ଭୂଭାଗର ଶତକଡ଼ା କେତେ ଭାଗରେ ଜଙ୍ଗଲ ଅଛି? ଅପସନ୍ ଅଛି 18 ଭାଗ, 24 ଭାଗ, 20 ଭାଗ, 22 ଭାଗ। ତ ପିଲାମାନେ ଏହାର ସଠିକ ଉତ୍ତର ହେବ 20 ଭାଗ। ବର୍ତ୍ତମାନ ଆମ ଦେଶର ସମୁଦାୟ ଭୂଭାଗର ଶତକଡ଼ା 20 ଭାଗରେ ଜଙ୍ଗଲ ଅଛି। ନେକ୍ସଟ କ୍ୱେଶ୍ଚନ୍, ପ୍ରାଣୀ ଓ ଉଦ୍ଭିଦର ମୃତ ଶରୀରକୁ କେଉଁମାନେ ଅପଘଟନ କରନ୍ତି? ପ୍ରାଣୀ ଓ ଉଦ୍ଭିଦର ମୃତ ଶରୀରକୁ କେଉଁମାନେ ଅପଘଟନ କରନ୍ତି? ଅପସନ୍ ଅଛି କୁକୁର, ବିଲୁଆ, ଶାଗୁଣା, ଅଣୁଜୀବ। ତ ପିଲାମାନେ ଏହାର ସଠିକ ଉତ୍ତର ହେବ ଅଣୁଜୀବ। ନେକ୍ସଟ କ୍ୱେଶ୍ଚନ୍, ସବୁଜ ଉଦ୍ଭିଦ ସଂଖ୍ୟା ବଢ଼ିଗଲେ କ'ଣ ହେବ? ଅପସନ୍ ଅଛି ଜୀବ ସଂଖ୍ୟା କମିଯିବ, ବୃଷ୍ଟିପାତ କମ୍ ହେବ, ବାୟୁମଣ୍ଡଳରେ ଅଙ୍ଗାରକାମ୍ଳର ପରିମାଣ ବଢ଼ିଯିବ, ନା ବାୟୁମଣ୍ଡଳରୁ ଅଙ୍ଗାରକାମ୍ଳର ପରିମାଣ କମିଯିବ। ତ ପିଲାମାନେ ଏହାର ସଠିକ ଉତ୍ତର ହେବ ବାୟୁମଣ୍ଡଳରୁ ଅଙ୍ଗାରକାମ୍ଳର ପରିମାଣ କମିଯିବ। ସବୁଜ ଉଦ୍ଭିଦ ସଂଖ୍ୟା ବଢ଼ିଗଲେ ବାୟୁମଣ୍ଡଳରୁ ଅଙ୍ଗାରକାମ୍ଳର ପରିମାଣ କମିଯିବ। ନେକ୍ସଟ କ୍ୱେଶ୍ଚନ୍, ଆମ ରାଜ୍ୟର କେଉଁ କେଉଁ ଜିଲ୍ଲାରେ ଆଲୁମିନିୟମ କାରଖାନା ଓ ତାପଜ ବିଦ୍ୟୁତ କେନ୍ଦ୍ର ସ୍ଥାପିତ ହେଉଛି? ଅପସନ୍ ଅଛି କଟକ, ପୁରୀ, କୋରାପୁଟ, ଗଞ୍ଜାମ, ଅନୁଗୁଳ, ଢେଙ୍କାନାଳ, ଯାଜପୁର, ବାଲେଶ୍ୱର। ତ ଏହାର ସଠିକ ଉତ୍ତର ହେବ ଅନୁଗୁଳ, ଢେଙ୍କାନାଳ। ଆମ ରାଜ୍ୟରେ ଅନୁଗୁଳ, ଢେଙ୍କାନାଳ ଜିଲ୍ଲାରେ ଆଲୁମିନିୟମ କାରଖାନା ଓ ତାପଜ ବିଦ୍ୟୁତ କେନ୍ଦ୍ର ସ୍ଥାପିତ ହୋଇଛି। ନେକ୍ସଟ କ୍ୱେଶ୍ଚନ୍, ମାଟିର କେଉଁ ଅଂଶ ଉର୍ବର? ଅପସନ୍ ଅଛି ଉପର, ମଧ୍ୟଭାଗ, ନିମ୍ନ, କୌଣସିଟି ନୁହେଁ। ଏହାର ସଠିକ ଉତ୍ତର ହେବ ଉପର। ମାଟିର ଉପର ଅଂଶ ଉର୍ବର। ନେକ୍ସଟ କ୍ୱେଶ୍ଚନ୍, ଶ୍ୱାସକ୍ରିୟାରେ ସମସ୍ତ ପ୍ରାଣୀ ଓ ଉଦ୍ଭିଦ ବାୟୁମଣ୍ଡଳରୁ କେଉଁ ଗ୍ୟାସ୍ ବ୍ୟବହାର କରନ୍ତି? ଶ୍ୱାସକ୍ରିୟାରେ ସମସ୍ତ ପ୍ରାଣୀ ଓ ଉଦ୍ଭିଦ ବାୟୁମଣ୍ଡଳରୁ କେଉଁ ଗ୍ୟାସ୍ ବ୍ୟବହାର କରନ୍ତି? ଅପସନ୍ ଅଛି ଉଦ୍ଜାନ, ଅମ୍ଳଜାନ, ଅଙ୍ଗାରକାମ୍ଳ, ଯବକ୍ଷାରଜାନ। ଏହାର ସଠିକ ଉତ୍ତର ହେବ ଅମ୍ଳଜାନ। ଶ୍ୱାସକ୍ରିୟାରେ ସମସ୍ତ ପ୍ରାଣୀ ଓ ଉଦ୍ଭିଦ ବାୟୁମଣ୍ଡଳରୁ ଅମ୍ଳଜାନ ଗ୍ୟାସ୍ ବ୍ୟବହାର କରନ୍ତି। ନେକ୍ସଟ କ୍ୱେଶ୍ଚନ୍, ଗାଡ଼ି ମଟର ଜାଳେଣୀ ଓ କଳକାରଖାନାରୁ କେଉଁ ଗ୍ୟାସ୍ ନିର୍ଗତ ହୋଇଥାଏ? ଗାଡ଼ି ମଟର ଜାଳେଣୀ ଓ କଳକାରଖାନାରୁ କେଉଁ ଗ୍ୟାସ୍ ନିର୍ଗତ ହୋଇଥାଏ? ଅପସନ୍ ଅଛି ଅମ୍ଳଜାନ, ଉଦ୍ଜାନ, ଅଙ୍ଗାରକାମ୍ଳ, ଯବକ୍ଷାରଜାନ। ଏହାର ସଠିକ ଉତ୍ତର ହେବ ଅଙ୍ଗାରକାମ୍ଳ। ନେକ୍ସଟ କ୍ୱେଶ୍ଚନ୍, ଜଙ୍ଗଲ କ୍ଷୟ ହେଲେ କେଉଁଟି କ୍ଷୟ ହେବ? ଅପସନ୍ ଅଛି ଜଳ, ମୃତ୍ତିକା, ଉଚ୍ଚତା, କୌଣସିଟି ନୁହେଁ। ଏହାର ସଠିକ ଉତ୍ତର ହେବ ମୃତ୍ତିକା। ଜଙ୍ଗଲ କ୍ଷୟ ହେଲେ ମୃତ୍ତିକା କ୍ଷୟ ହେବ।